ଭିଜିଲାନ୍ସ ଜାଲରେ ଧରା ପଡ଼ିବା ପରେ ମୁହଁ ଲୁଚାଉଛନ୍ତି ଲାଞ୍ଚୁଆ ବାବୁ। 25,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ। ଦୁହେଁ ମିଳିମିଶି ଜୁନିୟର ଡାକ୍ତର ପୋଷ୍ଟିଂ ପାଇଁ 25,000 ଟଙ୍କା ଲାଞ୍ଚ ନେଉଥିଲେ। ବ୍ରହ୍ମପୁର ଭିଜିଲାନ୍ସର 2ଟି ଟିମ୍ ଡିଏସ୍ପି ଶରତ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିବା ବେଳେ କାର୍ଯ୍ୟାଳୟର ପିଅନ ନିରଞ୍ଜନଙ୍କ ମାଧ୍ୟମରେ ବରିଷ୍ଠ କିରାଣୀ ଜଗଦୀଶ ପଟ୍ଟନାୟକ ନେଉଥିଲେ ଲାଞ୍ଚ। ଭିଜିଲାନ୍ସ ଟିମ୍ ସିଡିଏମ୍ଙ୍କ କାର୍ଯ୍ୟାଳୟରେ ଜଗଦୀଶଙ୍କ ଅଫିସ ଡ୍ରରୁ ଲାଞ୍ଚ ଟଙ୍କା ସମେତ 5 ଲକ୍ଷ ଟଙ୍କା ଓ ଗୋଟିଏ ରୂପା ପାଉଞ୍ଜିକୁ ଜବତ କରିଥିଲେ। ପରେ ବରିଷ୍ଠ କିରାଣୀ ଜଗଦୀଶ ରହୁଥିବା ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆଉ ପିଅନ ନିରଞ୍ଜନଙ୍କ ଘର ଗୋସାଣୀ ବ୍ଲକ ମଣ୍ଡଳୀ ଦେବୀ ଗ୍ରାମସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛନ୍ତି। ତେବେ ଚଢ଼ାଉ ଓ ତଦନ୍ତ ଶେଷ ହେବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିପାରିବ। गजपति जिल्लारू हरिश्चंद्र परिछांक रिपोर्ट कोणार्क लाइव।